ଶୃଙ୍ଖଳତା ସଫଳତାର ଚାବିକାଠି। ବିସିସି କ୍ଲାସେସ୍ର ପ୍ରତିଷ୍ଠା ଦିବସ ଓ କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା। ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଳାର ଅଗ୍ରଣୀ ବେସରକାରୀ ଶିକ୍ଷା ଅନୁଷ୍ଠାନ ବିସିସି କ୍ଲାସେସ୍ର ପ୍ରତିଷ୍ଠା ଦିବସ ଓ ସମ୍ବର୍ଦ୍ଧନା ଉତ୍ସବ ଆଜି ପୂର୍ବାହ୍ନ 10ଟାରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଅଧ୍ୟାପକ ସ୍ମାରକ ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭା କାର୍ଯ୍ୟରେ ମୁଖ୍ୟ ଅତିଥି ଭାବେ ଚିତ୍ରଡ଼ା ମହାବିଦ୍ୟାଳୟର ଗଭର୍ଣ୍ଣିଂ ବଡ଼ିର ପୂର୍ବତନ ସଭାପତି ତଥା ଶିକ୍ଷାବିତ୍ ବରେନ୍ଦ୍ର ଦାସ, ପିତରଞ୍ଜନ ଜେନା, ଗଗନ ଦଳେଇ, ହରପ୍ରିୟା ମହାନ୍ତ, ସତ୍ୟ ମହାନ୍ତ, ବନଜା ମହାନ୍ତ, ଶୁଭସ୍ମିତା ମହାନ୍ତ ଓ ସ୍ୱାତୀ ମହାନ୍ତଙ୍କ ସହିତ ଅଭିଭାବକଗଣ ମଞ୍ଚରେ ଉପସ୍ଥିତ ଥିଲେ। କଠିନ ପରିଶ୍ରମ ଓ ଶୃଙ୍ଖଳତା ସଫଳତାର ଚାବିକାଠି ବୋଲି ମତବ୍ୟକ୍ତ କରିଥିଲେ ଅତିଥିଗଣ। କ୍ରମାଗତ ଭାବେ 3 ବର୍ଷ ଧରି ଉକ୍ତ ଅନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ଅନୁଷ୍ଠାନର ସୁନାମ ଅର୍ଜନ କରିଥିବାରୁ ଅନୁଷ୍ଠାନ ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଛି। ଚଳିତ ବର୍ଷ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ସମସ୍ତ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବାରୁ ସମସ୍ତଙ୍କୁ ସମ୍ବୋଧିତ କରାଯାଇଥିଲା ଏବଂ ଉଜ୍ଜ୍ୱଳ ଭବିଷ୍ୟତ କାମନା କରାଯାଇଥିଲା। ସେହିପରି ଦଶମ ଶ୍ରେଣୀ ପାସ୍ କରିଥିବା ସମସ୍ତ ପିଲା ପାଇଁ ଅନୁଷ୍ଠିତ ହୋଇଥିବା ଟ୍ୟାଲେଣ୍ଟ ଖୋଜ 2026 ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିଲେ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ଓ ଟ୍ରଫି ଦେଇ ପୁରସ୍କୃତ କରାଯାଇଥିଲା। ଏହାପରେ ଛାତ୍ରଛାତ୍ରୀମାନେ କେକ୍ କାଟି ପରସ୍ପରକୁ ଖୁଆଇ ଖୁସି ମନାଇଥିଲେ।